ଆପଣ ତ ନିଶ୍ଚୟ ମୋର ପୂର୍ବ ଭିଡ଼ିଓ ଦେଖିଥିବେ, ଆଉ ଯେଉଁମାନେ ଦେଖିନଥିବେ ପୂର୍ବ ସର୍ଟଟା ତ ସେଇଟା ଯାଇକି ଆପଣମାନେ ଦେଖିନିଅନ୍ତୁ। ତ ମୁଁ ସେ ସର୍ଟରେ ଗୋଟେ କ୍ୱେଶ୍ଚିନ୍ କରିଥିଲି କି ଜୀବନ କାହାକୁ କୁହନ୍ତି, ସେଇଟା ଆଜି ମୁଁ ଏଇ ଭିଡ଼ିଓରେ କ୍ଲିଅର୍ ଆପଣମାନଙ୍କୁ କରାଇବି। ତ ମୁଁ ଆଜି ଯାଇଥିଲି କେନ୍ଦ୍ରାପଡ଼ା, ମୋ ଫୋନ୍ ଖରାପ ହେଇଯାଇଥିଲା, ତାକୁ ବାଗେଇବା ପାଇଁ ଯାଇଥିଲି। ଆଉ ଯେହେତୁ ସେ ମୋବାଇଲ୍ ଦୋକାନୀ ଆସିନଥିଲେ ତ ମୁଁ ସେଠି ବହୁତ ଟାଇମ୍ ଧରି ୱେଟ୍ କରିଥିଲି। ଆଉ ଏପଟେ ଗୋଟେ କ'ଣ ନୂଆ ବନା ହେଇଯାଇଛି, ମୁଁ ସେଇଟା ଦେଖିନଥିଲି, ଆଜି ସେଇଟା ଦେଖିଲି। ତ ସେଠି ସବୁ ଏପଟ ସେପଟ ହେବା ପରେ କିଛି ସମୟ ପରେ ସେ ଭାଇ ଆସିଗଲେ ଆଉ ଫୋନ୍ ଦେଇଦେଲେ ବାଗେଇକି। ତାପରେ ମୁଁ କିଛିଟା ମକା କିଣି ଆଣିଥିଲି ଘରକୁ, ଆଉ ସେ ମକାରେ ମସଲା ମାରି ସେ ଭାଇ ଦେଇଦେଲେ। ତାପରେ ମୁଁ କ'ଣ କରିଥିଲି ନା, ସେ ମକାକୁ କାଟିକି ମାଆକୁ ଦେଇଥିଲି ଖାଇବା ପାଇଁ। ତ ଏ ଭିଡ଼ିଓ ହେଉଛି 8 ଦିନ ତଳର। ଭିଡ଼ିଓ ତ ରହିଗଲା ମୋ ପାଖରେ, କିନ୍ତୁ ମୋ ମାଆ ଆଉ ନାହିଁ ମୋ ପାଖରେ, ମାଆ ଚାଲି ଯାଇଛନ୍ତି। ତ ଦୟାକରି ମୋ ମାଆ ପାଇଁ ପ୍ରାର୍ଥନା କରିବେ, ସେ ଯେଉଁଠି ବି ଅଛି ବାସ୍ ଭଲରେ ଥାଉ। ତ ମୁଁ ଏଥିପାଇଁ କହୁଛି କି ବର୍ତ୍ତମାନକୁ ସବୁବେଳେ ଏନ୍ଜୟ କରନ୍ତୁ, କେତେବେଳେ କ'ଣ ହେବ ସେଇଟା କେହି ବି କହିପାରିବେନି। ତ ଆଉ କ'ଣ କହିବେ ଆପଣଙ୍କୁ, ଦୟାକରି ସମସ୍ତେ ପ୍ରାର୍ଥନା କରିବେ ମୋ